ମାର୍ଚ୍ଚ 5 ଇଣ୍ଟରନ୍ୟାସନାଲ୍ ଡେ ଫର୍ ଡିସ୍ଆର୍ମାମେଣ୍ଟ ଆଣ୍ଡ ନନ୍ ପ୍ରୋଲିଫରେସନ୍ ଆୱାରନେସ୍, ଯେଉଁଟାକି 2021ରେ ଏଷ୍ଟାବ୍ଲିଶମେଣ୍ଟ ହେଇଥିଲା ୟୁନାଇଟେଡ୍ ନେସନ୍ ଜେନେରାଲ୍ ଆସେମ୍ବଲି ଦ୍ୱାରା। 2022ରେ ଆଡ଼ପ୍ସନ୍ ହେଲା, 2023ରେ ପାଳନ କରାଗଲା। ଏମ୍ ହେଉଛି ଟୁ ପ୍ରିଭେଣ୍ଟ ଦ ସ୍ପ୍ରେଡ୍ ଅଫ୍ ନ୍ୟୁକ୍ଲିୟର ୱିପନ୍ସ। ନ୍ୟୁକ୍ଲିୟର ୱିପନ୍ସର ସ୍ପ୍ରେଡକୁ ରୋକିବା ତା'ର ମୁଖ୍ୟ ଲକ୍ଷ୍ୟ। ବିଜୟାନନ୍ଦ ପଟ୍ଟନାୟକ ବା ବିଜୁ ବାବୁ, ଯାହାଙ୍କର ବାର୍ଥ ଆନିଭର୍ସରୀ ହେଉଛି ମାର୍ଚ୍ଚ 5 ତାରିଖ 1990, ମାର୍ଚ୍ଚ 5 ତାରିଖରେ ଜନ୍ମଗ୍ରହଣ କରିଥିଲେ କଟକରେ, ମୃତ୍ୟୁବରଣ କରିଥିଲେ 17 ଏପ୍ରିଲ 1997ରେ। ସେ ହେଉଛନ୍ତି ଆମର ତୃତୀୟ ଚିଫ୍ ମିନିଷ୍ଟର ଓଡ଼ିଶାର। ତାଙ୍କୁ ଆମେ ବିଜୁ ବାବୁ, ଆଇରନ୍ ମ୍ୟାନ୍ ଅଫ୍ ଓଡ଼ିଶା, ଭୂମିପୁତ୍ର ଆଉ କଳିଙ୍ଗ ପୁତ୍ର ମଧ୍ୟ କହିଥାଉ। ମଜଟାବା ଖାମେନି, ସନ୍ ଅଫ୍ ଆଲି ଖାମେନି। ଆଲି ଖାମେନି ଯିଏ ମୃତ୍ୟୁବରଣ କରିଛନ୍ତି ସୁପ୍ରିମ୍ ଲିଡର ଇରାନର, ତାଙ୍କ ପୁତ୍ର ମଜଟାବା ଖାମେନି, ସିଏ ସୁପ୍ରିମ୍ ଲିଡର ଅଫ୍ ଇରାନ ବନିବେ। ଅପରେସନ୍ ଏପିକ୍ ଫ୍ୟୁରି, ଯେଉଁଟା ୟୁଏସ୍ ଆଉ ଇଜ୍ରାଏଲ୍ ଲଞ୍ଚ କରିଥିଲେ ଇରାନ ଉପରେ। ଅପରେସନ୍ ଟ୍ରୁ ପ୍ରୋମିସ୍ 4, ଯେଉଁଟାକି ଇରାନ ଲଞ୍ଚ କରୁଛି ୟୁଏସ୍ ଆଉ ଇଜ୍ରାଏଲ୍ ଉପରେ। ଇରାନର IRGC ମିଲିଟାରୀ ଫୋର୍ସ ଲଞ୍ଚ କରୁଛି। ଇରାନର ଦୁଇଟା ମିଲିଟାରୀ ଫୋର୍ସ, ଗୋଟେ ହେଉଛି IRGC ଆଉ ଗୋଟେ ହେଉଛି ଆର୍ଟେସ୍। IRGC ଲଞ୍ଚ କରୁଛି ଏଇଟାକୁ। ଇସଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କୋର୍ପସ୍, ହରିକିଷନ୍ ଦୁଆ, ଯିଏକି ଜର୍ଣ୍ଣାଲିଷ୍ଟ, ଡିପ୍ଲୋମାଟ୍ ଆଉ ପଲିଟିସିଆନ୍ ଥିଲେ, ମୃତ୍ୟୁବରଣ କରିଛନ୍ତି। ସିଏ କାମ କରିଥିଲେ ହିନ୍ଦୁସ୍ତାନ ଟାଇମ୍ସରେ, ଦ ଇଣ୍ଡିଆନ୍ ଏକ୍ସପ୍ରେସରେ, ଦ ଟ୍ରିବ୍ୟୁନରେ, ଟାଇମ୍ସ ଅଫ୍ ଇଣ୍ଡିଆରେ ମଧ୍ୟ କାମ କରିଛନ୍ତି। ପଦ୍ମଭୂଷଣ ପାଇଥିଲେ 1998ରେ ଲିଟରେଚର୍ ଆଉ ଏଜୁକେସନ୍ କାଟେଗୋରୀରେ। ଡେନମାର୍କକୁ ଆମ୍ବାସାଡର ବନିଥିଲେ 2001ରୁ 2003। ରାଜ୍ୟସଭାକୁ ମନୋନୀତ ହୋଇଥିଲେ 2009ରୁ 2015। ଡାନ୍ ବିଲି, ଯିଏକି ପ୍ରେସିଡେଣ୍ଟ ଟୁ ଲିଡ୍ ଇଣ୍ଟରନ୍ୟାସନାଲ୍ ବିଜନେସ୍, ଆପଏଣ୍ଟେଡ୍ ହୋଇଛନ୍ତି ଜିଓ ପ୍ଲାଟଫର୍ମ ଦ୍ୱାରା। ଫିନ୍ ଆଲେନ୍, ଯିଏକି ଫାଷ୍ଟେଷ୍ଟ T20 ୱାର୍ଲଡ କପ୍ ସେଞ୍ଚୁରୀ ମାରିଛନ୍ତି 33ଟା ବଲ୍ରେ ସାଉଥ ଆଫ୍ରିକା ବିରୁଦ୍ଧରେ। ରେକର୍ଡ ଭାଙ୍ଗିଛନ୍ତି କ୍ରିସ୍ ଗେଲଙ୍କର, ଯେଉଁଟାକି ଆଗରୁ ଥିଲା 47 ବଲ୍ରେ। କାର୍ବି ଆଙ୍ଗଲଙ୍ଗ ଜିଞ୍ଜର, ଯେଉଁଟାକି GI ପ୍ରଡ଼କ୍ଟ ପାଇଥିଲା 2015ରେ, ସେଇଟା ଏକ୍ସପୋର୍ଟ ହେବ ଲଣ୍ଡନକୁ, ଆସାମରୁ ଲଣ୍ଡନକୁ ଏକ୍ସପୋର୍ଟ କରାଯିବ। ବଷ୍ଟ ଅଫ୍ ମହାତ୍ମା ଗାନ୍ଧୀ, ମହାତ୍ମା ଗାନ୍ଧୀଙ୍କ ପ୍ରତିମା, ଯେଉଁଟାକି ଛାତି ପର୍ଯ୍ୟନ୍ତ ହାଇଟ୍ ରହୁଛି, ମୁଣ୍ଡରୁ ଛାତି ପର୍ଯ୍ୟନ୍ତ। ଏଇଟା ଅନଭେଲ୍ କରାଯାଇଛି ୟୁଏସ୍ର ଷ୍ଟେଟ୍ ମୋଣ୍ଟାନା। ୟୁଏସ୍ର 50ଟା ଷ୍ଟେଟ୍, ତା ଭିତରୁ ଗୋଟେ ହେଉଛି ମୋଣ୍ଟାନା, ଯାହାର କ୍ୟାପିଟାଲ ହେଉଛି ହେଲେନା। ସେଠାରେ ମାଇକ୍ ମାନ୍ସଫିଲ୍ଡ ସେଣ୍ଟର, ୟୁନିଭର୍ସିଟି ଅଫ୍ ମୋଣ୍ଟାନା, ମିସୋଲାଠାରେ ଏଟାକୁ ଅନଭେଲ୍ କରାଯାଇଛି। ଆସ୍ମୋଲିନ୍ ମ୍ୟୁଜିୟମ୍, ଯେଉଁଟାକି ଅକ୍ସଫୋର୍ଡ ମ୍ୟୁଜିୟମର ଅଛି, ଆସ୍ମୋଲିନ୍ ମ୍ୟୁଜିୟମ୍, ସେ ରିଟର୍ନ କରୁଛି 16ଶ ଶତାବ୍ଦୀର ବ୍ରୋଞ୍ଜ ଷ୍ଟାଚୁ, ଯେଉଁଟାକି ହେଉଛି ସେଣ୍ଟ ତିରୁମାନ୍କାଇ ଆଲଭରଙ୍କର। ସେଇଟା ଯାଇଥିଲା 1967ରେ, ସିଏ ନେଇଥିଲେ ସୁନ୍ଦର ରାଜା ପେରୁମଲ ଟେମ୍ପଲରୁ, ଯେଉଁଟାକି ଅଛି ଥାଡ଼ିକାମ୍ବୁ, ତାମିଲନାଡୁରେ। ଡାର୍କ ଅକ୍ସିଜେନ୍, ଯେଉଁଟାକି ଡିସ୍କଭର ହେଇଛି 4000 ମିଟର ତଳେ ପାସିଫିକ୍ ଓସେନ୍ରେ। ଡାର୍କ ଅକ୍ସିଜେନ୍ ମାନେ ବିନା ଲାଇଟ୍ରେ ଯେଉଁ ଅକ୍ସିଜେନ୍ କ୍ରିଏଟ୍ ହେଇଛି। ସାଧାରଣତଃ ଅକ୍ସିଜେନ୍ ତିଆରି ହୁଏ ସନଲାଇଟ୍ ଆଉ କାର୍ବନ ଡାଇଅକ୍ସାଇଡ଼ ଦ୍ୱାରା। ପ୍ଲାଣ୍ଟ ତା'ର ଫଟୋସିନ୍ଥେସିସ୍ ଦ୍ୱାରା ଡାର୍କ ଅକ୍ସିଜେନ୍ ତିଆରି କରାଯାଏ, କିନ୍ତୁ ଡାର୍କ ଅକ୍ସିଜେନ୍ ବିନା ଲାଇଟ୍ରେ ପ୍ରସ୍ତୁତ ହେଉଛି, ସେଇଟା ଦେଖାହେଇଛି, ମିଳିଛି ତା'ର ପ୍ରମାଣ, ଡିସ୍କଭର କରାଯାଇଛି 4000 ମିଟର ତଳେ ପାସିଫିକ୍ ଓସେନ୍ରେ ଅକ୍ସିଜେନ୍ର ପ୍ରମାଣ ମିଳିଛି।